ଦୀର୍ଘ ଦିନର ଅସହ୍ୟ ଗରମ ଓ ଯନ୍ତ୍ରଣା ପରେ ଅଗ୍ନିବର୍ଷାରୁ ରକ୍ଷା ମିଳିବାକୁ ଯାଉଛି। ଆସନ୍ତା 6 ତାରିଖରୁ ସାରା ରାଜ୍ୟରେ ତାତି ଓ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବ, କିନ୍ତୁ ଉପକୂଳରେ 4 ତାରିଖରୁ ତାତି ଖସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ଘଟିପାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଗତ 2 ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟବାସୀ ପ୍ରଚଣ୍ଡ ତାତିରେ କଲବଲ ହେଉଥିଲେ। ସକାଳ 8ଟାରୁ ତାତି ମାଡ଼ି ଆସୁଥିଲା, ସନ୍ଧ୍ୟା ଯାଏ ତାତିର ଜ୍ୱାଳା ସମସ୍ତଙ୍କୁ କଲବଲ କରୁଥିଲା। ଗତକାଲି ବଲାଙ୍ଗୀର ସବୁଠୁ ଉତ୍ତାପ ସହର ପାଲଟିଥିଲା। ସେଠାରେ ତାପମାତ୍ରା 45 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ରାଜ୍ୟର 29ଟି ସହରରେ ଦିନ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିବା ବେଳେ ତେବେ ଏହି ତାତିରୁ କେବେ ରକ୍ଷା ପାଇବେ ତାକୁ ସମସ୍ତେ ଚାହିଁ ରହିଥିଲେ। ଶେଷରେ ତାତି କମିବା ନେଇ ବଡ଼ ଖବର ଆସିଛି। ଆସନ୍ତା 6 ତାରିଖରେ ଓଡ଼ିଶାର ଆଉ ହିଟୱେଭ୍ ରହିବନି। 6 ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗିବ। 4ରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ, ତାତି ବି କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତା 3 ଦିନ ଯାଏ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନି, କିନ୍ତୁ ମେ 6ରୁ 10 ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ହେବ। ଅନେକ ସ୍ଥାନରେ ତାତି 6 ଡିଗ୍ରୀ କମିବା ଯୋଗୁଁ ତାପମାତ୍ରା ସ୍ୱାଭାବିକ ରହିବ। କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ତାପମାତ୍ରା ରହିପାରେ।